প্রিয় দর্শক নমস্কার। মু ডক্টর ভবতোষ মণ্ডল আজি পুরুষମାନଙ୍କର ଏକ ଅତି ସାଧାରଣ ସମସ୍ୟା ସ୍ୱପ୍ନଦୋଷ ବା ନକ୍ଚରାଲ ଏମିସନ୍ ସମ୍ବନ୍ଧରେ ଆଲୋଚନା କରିବି। ଅଳ୍ପ ବୟସର ପିଲାମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଉଥିବା ବେଳେ ବୟସ୍କ ଲୋକଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଏ। ସ୍ୱପ୍ନଦୋଷ বা নক্চরাল এমিশন কহিলে আমি কোন বুঝু? স্বপ্নদোষ কহিলে নিদ্রিত অবস্থায় ব্যক্তির অজাণতরে স্বপ্ন দেখি হোক বা ন দেখি হোক বীর্যপাত হেলে তাকে স্বপ্নদোষ বা নক্চরাল এমিশন কুহযায়। স্বপ্নদোষর মুখ্য কারণ মধ্যে অশ্লীল চিন্তন, অশ্লীল সিনেমা দেখিবা, অশ্লীল গল্প শুনিবা, ঝিଅମାନଙ୍କ ସମ୍ବନ୍ଧରେ ବେଶୀ ଚିନ୍ତା କରିବା, ସେମାନଙ୍କ ସହିତ ଗଳ୍ପ କରିବା, ସଙ୍ଗିନୀ ଠାରୁ ଦୂରରେ ରହିବା, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, କୋଷ୍ଠବଦ୍ଧ, ପେଟରେ ପ୍ରଚୁର ବାୟୁ ସୃଷ୍ଟି ହେବା, ସ୍ନାୟବିକ ଦୁର୍ବଳତା ଇତ୍ୟାଦି କାରଣ ହେତୁ ସ୍ୱପ୍ନଦୋଷ ହୋଇଥାଏ। ଅତ୍ୟଧିକ ଧାତୁକ୍ଷୟ ଓ ସ୍ୱପ୍ନଦୋଷ ହେଲେ ପୁରୁଷ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇପାରେ, ଯେପରି ନିଦ ନ ହେବା, ଶରୀର ଝିମଝିମ ଲାଗିବା, ଦୁର୍ବଳ ଲାଗିବା, କୌଣସି କାର୍ଯ୍ୟରେ ମନ ନ ଲାଗିବା, ସ୍ମରଣ ଶକ୍ତି କମିଯିବା, ହଜମ ଶକ୍ତି କମିଯିବା, ଶରୀର ଧୀରେ ଧୀରେ ଶୁଖିଯିବା ସହିତ ଅଳ୍ପ ବୟସରେ ବୃଦ୍ଧ ଲୋକ ପରି ଦିଶିବା, ଆଖିରେ ଠିକ ଭାବରେ ଦେଖା ନ ଯିବା, ଆଣ୍ଠୁ ଭୀଷଣ ଦୁର୍ବଳ, ଯେପରି ଠିଆ ହେବାକୁ ବଳ ନାହିଁ, ଧାତୁ ଧୀରେ ଧୀରେ ପତଳା ହୋଇଯାଏ, ଅର୍ଥାତ୍ ଯେଉଁ ଗ୍ରନ୍ଥିରେ ଧାତୁ ସୃଷ୍ଟି ହୁଏ ତାହା ଦୁର୍ବଳ ହୋଇପଡ଼ୁଛି, ଧାତୁ ଠିକ ଭାବରେ ସୃଷ୍ଟି ହୋଇପାରୁନାହିଁ, ଶୁକ୍ରାଣୁ ଦୁର୍ବଳ ବା ମୃତ ସୃଷ୍ଟି ହେଉଛି, ଯୌନ କ୍ଷମତା ଦୁର୍ବଳ ହୋଇପଡ଼ିବା, ପୁରୁଷାଙ୍ଗ ଦୁର୍ବଳ, କ୍ଷୁଦ୍ର ଓ ବଙ୍କା ହୋଇଯିବା, ଶୁକ୍ରାଣୁ ସମସ୍ୟା ହେତୁ ଗର୍ଭଧାରଣରେ ସମସ୍ୟା ସୃଷ୍ଟି ହେବା ଇତ୍ୟାଦି। ଏହି ସମସ୍ୟା ଯୋଗୁଁ ରୋଗୀ ମାନସିକ ସ୍ତରରେ ଭାଙ୍ଗି ପଡ଼େ। ସେ ମନେ କରେ ଯେ ଏହି ସମସ୍ୟାରୁ ତାଙ୍କୁ ମୁକ୍ତି ମିଳିବ ନାହିଁ। ପ୍ରିୟ ଦର୍ଶକ, ଏପରି ସମସ୍ୟା ଭୋଗୁଥିଲେ ବିଲକୁଲ ନିରାଶ ହୁଅନ୍ତୁ ନାହିଁ। ମଣ୍ଡଲ ହୋମିଓ ଆଣ୍ଡ ରିସର୍ଚ୍ଚରେ ଶୁଦ୍ଧ ହୋମିଓପାଥିକ ଔଷଧ ଦ୍ୱାରା ସମ୍ପୂର୍ଣ୍ଣ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ଉପାୟରେ ସମ୍ପୂର୍ଣ୍ଣ ଆରୋଗ୍ୟ କରାଯାଉଛି। ଚିକିତ୍ସା ପାଇଁ ଆମ ସହିତ ସାକ୍ଷାତ କରିପାରିଲେ ଭଲ। ଆଉ ରୋଗୀ ଆମଠାରୁ ବହୁତ ଦୂରରେ ଥିଲେ ମଧ୍ୟ କୌଣସି ଅସୁବିଧା ନାହିଁ। ଫୋନ୍ ମାଧ୍ୟମରେ ସମ୍ପର୍କ କରି ଘରେ ରହି ସମ୍ପୂର୍ଣ୍ଣ ସମସ୍ୟାର ସମାଧାନ ପାଇପାରିବେ। ଏହି ସମସ୍ୟାର ସମାଧାନ ପାଇଁ କିଛି ଔଷଧର ଲକ୍ଷଣ ମୁଁ ବର୍ଣ୍ଣନା କରିବି। ସମଲକ୍ଷଣ ମନେ ହେଲେ ସେବନ କରନ୍ତୁ। ଆଉ ସମସ୍ୟା ଅଧିକ ଗୁରୁତର ହୋଇପଡ଼ିଲେ ଆମ ସହିତ ସମ୍ପର୍କ କରନ୍ତୁ। ଆଜିର ପ୍ରଥମ ଔଷଧ ଆର୍ଜେଣ୍ଟମ ମେଟାଲିକା। ଏହି ରୋଗୀ ତାର ଛାତି ଭିତରେ ଭୀଷଣ ଦୁର୍ବଳତା ଅନୁଭବ କରେ। କାମ କରିବା ତ ଦୂରର କଥା, ସାଧାରଣ ଭାବରେ କଥା କହିବାକୁ ମଧ୍ୟ ସେ କଷ୍ଟ ଅନୁଭବ କରେ। ଦୁର୍ବଳତା ସହିତ ଛାତି ଭିତରେ ଧଡ଼ ଧଡ଼ କରେ। ଅତିରିକ୍ତ ଶୁକ୍ରକ୍ଷୟ ବା ମାନସିକ ପରିଶ୍ରମ ହେତୁ ସ୍ନାୟବିକ ଦୁର୍ବଳତା, ଶୋଇଥିବା ଅବସ୍ଥାରେ ସ୍ୱପ୍ନ ଦେଖି ବା ବିନା ସ୍ୱପ୍ନରେ ପୁରୁଷାଙ୍ଗର ଉତ୍ଥାନ ନ ହୋଇ ଧାତୁସ୍ରାବ ହେଲେ ଆର୍ଜେଣ୍ଟାମ ମେଟାଲିକା 200 ସକାଳ ଏବଂ ସନ୍ଧ୍ୟାବେଳେ ସଫା ପାଟିରେ 2 ଠୋପା ଲେଖାଏଁ ଔଷଧ ସେବନ କରନ୍ତୁ। ଦ୍ୱିତୀୟ ଔଷଧ କ୍ୟାଲିବ୍ରୋମ। ଏହି ଔଷଧର ଲକ୍ଷଣ ଭିତରେ ଦେଖାଯାଏ ଯେ ସ୍ନାୟୁ ପ୍ରଧାନ ଅସ୍ଥିର ବ୍ୟକ୍ତି, ସେ ସ୍ଥିର ହୋଇ ରହିପାରେ ନାହିଁ, ସର୍ବଦା ହାତ ବା ହାତର ଆଙ୍ଗୁଳି ଦ୍ୱାରା କିଛି କରିବାକୁ ଚେଷ୍ଟା କରେ। ଯେଉଁ ରୋଗୀର ଅତ୍ୟଧିକ ଧାତୁ କ୍ଷୟ କରିବା ପରେ ଯୌନ ଇଚ୍ଛା ଧୀରେ ଧୀରେ କମିଯାଇଛି, ନିଦ୍ରିତ ଅବସ୍ଥାରେ ଉତ୍ତେଜକ ସ୍ୱପ୍ନ ଦେଖିବା ହେତୁ ପୁରୁଷଙ୍କ ଶକ୍ତ ନ ହୋଇ ବୀର୍ଯ୍ୟପାତ ବା ସ୍ୱପ୍ନଦୋଷ ସହିତ ହାତ ପାଦ ଝିମଝିମ ଲାଗୁଥିଲେ କ୍ୟାଲିବ୍ରୋମ ବହୁତ ଉପକାରୀ। ଏପରି ଲକ୍ଷଣ ଥିବା ରୋଗୀ କ୍ୟାଲିବ୍ରୋମ 30 2 ଠୋପା ଔଷଧ ଦିନକୁ 3-4 ଥର ସେବନ କରନ୍ତୁ।
तृतीय औषध डायोस्कोरिया। एही रोगीर गोटे राति 2-3 थर स्वप्नदोष हुए। अत्यधिक धातु क्षय हेतु से बहुत दुर्बल हो पड़े। ताको आंठू सर्वाधिक दुर्बल हुए। मने हुए आंठुरे बिल्कुल शक्ति नहीं। एपरी लक्षण थिबा व्यक्ति डायोस्कोरिया 30 2 ठोपा लेखाए औषध दिन को 3-4 थर सेवन करतु। चतुर्थ औषध सेलिनियम। दुर्बलता सेलिनियम रोगीर विशेष लक्षण। शारीरिक और मानसिक श्रम करिले अति अल्परे से क्लांत हो पड़े। से खरा बा उत्ताप सह्य करि पारे नहीं। शोइथिबा अवस्थारे बुलुथिबा बेले बा स्वप्न हेबा हेतु रोगीर अजाणतारे बीर्यपात हुए। सेथिरे रोगी क्रमश दुर्बल हो पड़े। रोगी धीरे धीरे सुखी जाए। धातु पानी परी पतला हुए। शेषरे ध्वजभंग हेबार देखा जाए। एपरी समस्या सेलिनियम 6 2 ठोपा औषध दिन को 3-4 थर सेवन कले निश्चित सुफल मिलिब। प्रिय दर्शक, आहुरी अनेक औषध रही। मात्र सबु औषध यही वीडियो रे आलोचना करिबा संभव नुहे। तेणु जो माने विभिन्न यौन समस्या भोगुंट औषध खाई खाई उपकार पाऊनाहांती से माने निश्चय साक्षात करंतु बा फोन माध्यम जोगाजोग करंतु। गोटे सप्ताह मध्य उपशम न मिलिले औषध फेरस्त करिथवा औषधर मूल्य फेरी पातु। प्रिय दर्शक, आमर यही भिडियोटी आपण मानू केमिति लागिला कमेंट माध्यम जणातु। जदि यही भिडियोटी आपण मानू भल लागिछि तेबे ए भिडियोटी को शेयर करी निजे सुस्थ हवा सहित अन्य रोगी को सुस्थ हवा को सहयोग करंतु। आउ आपण आम चैनल रे नूतन दर्शक होइतिले एही चैनल को सब्सक्राइब मध्य करंतु। धन्यवाद।